ଯେତେବେଳେ ପ୍ରତ୍ୟେକ ଗାଁରେ ଗୋଟେ ମଦ ଦୋକାନ ଖୋଲିଲା ଆଉ ପ୍ରତ୍ୟେକ ପରିବାର ଭିତରେ ଅଶାନ୍ତିର ବାତାବରଣ ଖେଳିଗଲା। କ୍ଲିନିକରେ ଏମିତି ବହୁତ ସାରା ମା ଆସିକି ମୋତେ କହିଛନ୍ତି ଏମିତି କିଛି ମେଡିସିନ ଅଛି କି ତମ ପାଖରେ ଯୋଉ ମେଡିସିନ ବ୍ୟବହାର କଲେ ତାର ସାଇଡ ଇଫେକ୍ଟ ନଥିବ, ମୋ ପୁଅର କିଛି କ୍ଷତି ହେବନି ବା ମୋ ସ୍ୱାମୀର କିଛି ବି କ୍ଷତି ହେବନି, କିନ୍ତୁ ସେ ଏ ଯୋଉ ଆଡିକ୍ସନ, ଡ୍ରଗ୍ସର ଯୋଉ ଆଡିକ୍ସନ, ମଦର ଯୋଉ ଆଡିକ୍ସନ, ଏ ଆଡିକ୍ସନ ସେ କେମିତି ଛାଡ଼ିଦେବେ, ଗଞ୍ଜିର ଯୋଉ ଆଡିକ୍ସନ। ତାପରେ ମୁଁ ବହୁତ ତାପରେ କାମ କଲି, ଷ୍ଟଡି କଲି, ବୁଝିଲି, କିନ୍ତୁ ଦେଖିଲି ପ୍ରାୟ ଯୋଉ ମାର୍କେଟରେ ମେଡିସିନ ସବୁ ଆଭେଲେବଲ ଅଛି ସେଥିରେ କିଛି ନା କିଛି ସାଇଡ ଇଫେକ୍ଟ ଅଛି ଏବଂ ସେମାନେ ବି କହନ୍ତି ଯେ ଆମେ ସେ ମେଡିସିନ ବ୍ୟବହାର କରିଥିଲୁ, ତାର ଏଇ ସବୁ ସାଇଡ ଇଫେକ୍ଟ ବାହାରିଲା, ବା ମେଡିସିନ ଛାଡ଼ିଦେଲା ପରେ ପୁଣି ସେ ପିଇବାକୁ ଆରମ୍ଭ କଲେ ବା ଡ୍ରଗ୍ସ ନେବାକୁ ଆରମ୍ଭ କଲେ। ତେଣୁ ବହୁତ ରାତି ଅନିଦ୍ରା ହେଇଛି, ବହୁତ ପରିଶ୍ରମ କରିଛି, ଧ୍ୟାନ ବି କରିଛି କଣ ମେଡିସିନ ଗୋଟେ ତିଆରି କରିବି ଯାହାର କିଛି ସାଇଡ ଇଫେକ୍ଟ ନଥିବ, ଯାହାକୁ କିଛି ମାସ ବ୍ୟବହାର କଲେ ସେ ଅଟୋମେଟିକ ତାଙ୍କ ଭିତରେ ଗୋଟେ ଘୃଣା ଭାବ ଆସିଯିବ ଏ ମଦ ପ୍ରତି, ଡ୍ରଗ୍ସ ପ୍ରତି, ଗଞ୍ଜି ପ୍ରତି ବା ଯେକୌଣସି ପ୍ରକାର ବଦଭ୍ୟାସ ପ୍ରତି। ଯାହା ହଉ ଭଗବାନଙ୍କ କୃପାରୁ ମୁଁ ଗୋଟେ ଏମିତି ମେଡିସିନ ତିଆରି କରିପାରିଲି ଯୋଉଟା କି ଏକ୍ସପେରିମେଣ୍ଟାଲି ପ୍ରଥମେ ମୁଁ କିଛି ଲୋକଙ୍କୁ ଦେଲି ଫ୍ରି ଅଫ୍ କଷ୍ଟରେ ଏବଂ ଦେଖିଲି ଯେ ତାର କିଛି ସାଇଡ ଇଫେକ୍ଟ ଆସୁନାହିଁ ଏବଂ 4-6 ମାସ ଭିତରେ ବ୍ୟବହାର କରିବା ପରେ ତାଙ୍କ ଭିତରେ ଗୋଟେ ଘୃଣା ଭାବ ଧୀରେ ଧୀରେ ଡେଭଲପ ହେଉଛି। ମେଡିସିନ ବ୍ୟବହାର କରିବା ପରେ ଆମ ହୋମିଓପାଥିର ତ ଫାଷ୍ଟ କାମ ହେଉଛି ମାଇଣ୍ଡ ଉପରେ। ତେଣୁ ସେ ଯୋଉ ମେଡିସିନଟା ମୁଁ ତିଆରି କଲି ସେ ମେଡିସିନଟା ଯେତେବେଳେ ସେମାନେ ବ୍ୟବହାର କରିବାକୁ ଦିଆଗଲା, ଦିନକୁ ମାତ୍ର ଥରେ, ମେଡିସିନର କୌଣସି ବି ଗନ୍ଧ ବାସ୍ନା ନାହିଁ, ତାକୁ ଆପଣ ଖାଦ୍ୟରେ ପାଣିରେ ମିଶେଇକି ଦେଇପାରିବେ। ମେଡିସିନ ବ୍ୟବହାର କଲା ପରେ ଧୀରେ ଧୀରେ ସେ ମେଡିସିନଟା ମୋର ବ୍ରେନ ଉପରେ କାମ କରେ। ପେସେଣ୍ଟକୁ ଏଠି ବୁଝେଇବାର ଆବଶ୍ୟକତା ନାହିଁ, କୌଣସି ପ୍ରକାରର କାଉନସିଲିଂର ଆବଶ୍ୟକତା ନାହିଁ, এই ମେଡିସିନର କୌଣସି ସାଇଡ ଇଫେକ୍ଟ ନାହିଁ। ତେଣୁ এই ମେଡିସିନଟା ଯେତେବେଳେ ଜଣେ ମେଡିସିନ ରେଗୁଲାରଲି ଡେଲି ଥରେ ଥରେ ନେଉଛନ୍ତି, ନେବା ଫଳରେ ଦେଖାଗଲା ଯେ ତାଙ୍କ ବ୍ରେନ ସେଣ୍ଟରରେ ସେ ମେଡିସିନଟି କାମ କଲା ଏବଂ ତାଙ୍କ ଭିତରେ ଧୀରେ ଧୀରେ ଏଇ ଯୋଉ ବ୍ୟାଡ ହାବିଟ୍ସ, ଏଇ ଯୋଉ ଡ୍ରଗ୍ସ ହଉ, ମଦ ହଉ ବା ଏମିତି କିଛି ପେସେଣ୍ଟ ସିଗାରେଟ ସ୍ମୋକିଂ ଆଉ ଗୁଟକା ବି ଛାଡି ଦେଇଛନ୍ତି। ତେଣୁ ଧୀରେ ଧୀରେ ତାଙ୍କ ଭିତରେ ଗୋଟେ ଘୃଣା ଭାବ ଅଟୋମେଟିକ ଡେଭଲପ ହେଇଗଲା। ତାଙ୍କ ବ୍ରେନ ଆଉ ତାକୁ ଆକ୍ସେପ୍ଟ କଲାନି, ସେମାନେ ଆଉ ସେ ଜାଗାକୁ ଗଲେନି। ଏମିତି ବି ବହୁତ ଲୋକ ମୁଁ ଦେଖିଛି ଯେଉଁମାନଙ୍କୁ ତାଙ୍କ ସାଙ୍ଗମାନେ ଆସିକି ଡାକନ୍ତି ଚାଲ, କିନ୍ତୁ ଏମାନେ ଯାଆନ୍ତିନି, ଆଭଏଡ କରନ୍ତି, ମିଛ କଥା କହି ଖସିକି ପଳେଇ ଆସନ୍ତି ସେ ଜାଗାରୁ। ଏଟା କେହି ବୁଝିବାକୁ ପଡେନି। ମୁଁ ସବୁବେଳେ ତାଙ୍କ ପରିବାର ଲୋକଙ୍କୁ କହେ ତମେ ପେସେଣ୍ଟକୁ ବା ଯିଏ ଡ୍ରିଙ୍କସ କରୁଛନ୍ତି ବା ଯିଏ ଡ୍ରଗ୍ସ ନେଉଛନ୍ତି ତାଙ୍କୁ ତମେ ଛାଡ଼ିଦିଅ, ନର୍ମାଲ ଛାଡ଼ିଦିଅ। ମେଡିସିନଟା କେବଳ ବାସ୍ ଦିନକୁ ଥରେ ଦିଅ, ପ୍ରୋମିସ କର ଯେ ଗୋଟେ ଦିନକୁ ବି ସ୍କିପ୍ କରିବ ନାହିଁ, କୌଣସି ବି କଣ୍ଡିସନରେ ପାଣିରେ ମିଶେଇକି ହଉ ବା ତରକାରୀରେ ମିଶେଇକି ହଉ ଦିଅ। ତେଣୁ ଯୋଉମାନେ ମୋ କଥାକୁ ମାନିଛନ୍ତି ଏବଂ ସିନସିୟରଲି ମେଡିସିନ ଦେଇଛନ୍ତି, ମୁଁ ଦେଖିଛି ବହୁତ କ୍ୱିକ୍, ସେମାନଙ୍କୁ 6 ମାସ ବି ଲାଗିନି, 3 ମାସ 4 ମାସ ଭିତରେ ବି ସେମାନଙ୍କର ଡେଭଲପମେଣ୍ଟ ହେଇଯାଇଛି। ବହୁତ ପରିବାର, ମୋର ଦେନ୍ ଥାଉଜେଣ୍ଡସ ପରିବାର ଏ ପର୍ଯ୍ୟନ୍ତ ଏଇ ମେଡିସିନ ଖାଇକି ବିନା ସାଇଡ ଇଫେକ୍ଟରେ, କୌଣସି ପ୍ରକାରର ତାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ, ସେମାନେ ନିଜକୁ ମଦମୁକ୍ତ, ନିଶାମୁକ୍ତ ବା ଡ୍ରଗ୍ସ କବଳରୁ ମୁକ୍ତ କରିସାରିଲେଣି। ତ ମୋର ଆଜି ଭିଡିଓ ବନେଇବା ପଛରେ କେବଳ ଗୋଟିଏ କାରଣ ବା ଗୋଟିଏ ଇଚ୍ଛା ଯେ ଯଦି ଏମିତି ଗୋଟେ ସୁନ୍ଦର ମେଡିସିନ ଆମେ ତିଆରି କରିପାରିଲୁ, ଯୋଉ ମେଡିସିନ କି ବ୍ୟବହାର କରିକି ପାଖାପାଖି 100ରୁ 95% ପେସେଣ୍ଟଙ୍କ କେସରେ ମୁଁ ଦେଖିଛି ସକ୍ସେସ ରେଟ୍ ଅଛି, ତାର ଅର୍ଥ ହଉଛି ଏଇ ସକ୍ସେସ ରେଟ୍ ବହୁତ ହାଇ ଆଜ କମ୍ପେୟାର ଟୁ ଅଦର ମେଡିସିନ୍ସ। ଅଦର ମେଡିସିନ୍ସ ଯୋଉମାନେ ସବୁ ଖାଉଛନ୍ତି ମୋ ପାଖକୁ ଆସିକି କହୁଛନ୍ତି ତାପରେ ସେମାନଙ୍କର ବହୁତ ପ୍ରକାରର ସାଇଡ ଇଫେକ୍ଟ ଦେଖାଦେଇଛି, ବହୁତ ପ୍ରକାରର ପ୍ରୋବ୍ଲେମ ବାହାରିଛି, କିନ୍ତୁ ଆମ ମେଡିସିନରେ ମୁଁ ଜାଣିବାରେ ଜିରୋ ସାଇଡ ଇଫେକ୍ଟ, ଜିରୋ। ତେଣୁ ସେ ଦୃଷ୍ଟିରୁ ମୁଁ ଏଇ ଭିଡିଓଟି ଏଇଥିପାଇଁ ବନଉଛି ଯେ ଆଟଲିଷ୍ଟ ଏଇ ବିଷୟରେ, ଏଇ ମେଡିସିନ ବିଷୟରେ ତ ବହୁତ କିଛି ପ୍ରଚାର ହେଇନାହିଁ ବା ବହୁତ ସାରା ଲୋକ ଜାଣିନାହାନ୍ତି। ତେଣୁ ଆଟଲିଷ୍ଟ ଓଡ଼ିଶାର ପୁରପଲ୍ଲୀରେ ଏ ଭିଡିଓଟି ସମସ୍ତଙ୍କ ପାଖରେ ପହଞ୍ଚୁ। ନିଶ୍ଚିତ ଭାବରେ ପ୍ରତ୍ୟେକ ପରିବାର ନହେଲେ ବି 2-4ଟା ପରିବାର ଭିତରେ ଜଣେ କି ନିଶ୍ଚିତ ଭାବରେ କୌଣସି ପ୍ରକାର ଗୋଟେ ଆଡିକ୍ସନ ଦ୍ୱାରା ଆଡିକ୍ଟେଡ। ତେଣୁ ଆମର ଏକମାତ୍ର ଇଚ୍ଛା ଯେ ଆଟଲିଷ୍ଟ ଏଇ ଯୋଉ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ମେଡିସିନ ଟିକି ୟୁଜ କରନ୍ତୁ, କରିକି ନିଜ ପରିବାର ଭିତରେ ଶାନ୍ତି ଫେରାଇ ଆଣନ୍ତୁ। ଆଉ ଯୋଉ ପଇସା ଗୁଡା ବର୍ବାଦ ହଉଛି ଡ୍ରଗ୍ସ ଦ୍ୱାରା, ଆଉ ସେ ଡ୍ରଗ୍ସ ଆଉ ଆଲକୋହଲ ଦ୍ୱାରା ଆମ ଶରୀରର ଯେତେ ସବୁ ନୂଆ ନୂଆ ରୋଗ କ୍ରିଏଟ ହଉଛି, ଆଟଲିଷ୍ଟ ବହୁତ ବଡ ଗୋଟେ ହାଜାର୍ଡସରୁ ଆମେ ବଞ୍ଚି ଯାଇପାରିବା। ତେଣୁ
এই जो संकल्प बा ये जो इच्छा मोर ये वीडियो समस्त पाखे पहुंचू समस्ते ये मेडिसिन रो फायदा उठातु तेणु एकमात्र से ही लक्ष्य रखिकी मुझे भिडियोटी भी नहीं बनई तेणु आपण मैंने जो मैंने भिडियोटी देखुंत जदि आपण मान परिवार भितर बा संपर्क भितर केही भी जड़े सेमती चाहू था प्रकृत में चाहू था जे मेडिसिन व्यवहार करके ड्रग्स को छाड़िया मद को छाड़िया ताले ये भिडियोटी से आपण ये भिडियोटी से सेंड करें आमर तले दिया जो फोन नंबर से फोन नंबर रे आमको जोगाजोग कले आम आपन को बाय पोस्ट मेडिसिन पठे दे पारिबु आउ मासे थरे आम सहित आपण फोन रे कथा ही परिबे जदि किसी असुविधा थाए एपर्यंत तो प्राय असुविधा कार्ड देखा जाए नहीं जदि भी आपण केतल किसी असुविधा फील कले आम सहित फोन रे कथा ही परिबे आम आपन निश्चित सहायता करिवु मेडिसिन व्यवहार करंतु तार 6 मास रो कोर्स करंतु एवं परिवार को आम समाज को एक सुस्थ वातावरण दियंतु।